ଆପଣଙ୍କ ପାଖରେ ପୃଥିବୀର ସବୁଠାରୁ ବେଷ୍ଟ ଡକ୍ଟର ଅଛନ୍ତି। ଆପଣ ସେମାନଙ୍କୁ ଚିହ୍ନି ନାହାନ୍ତି। ଚାଲନ୍ତୁ ସେମାନଙ୍କୁ ଚିହ୍ନିବା। ତାପରେ ସେମାନେ ଆପଣଙ୍କୁ ଯେଉଁ ସେବା ଦେବେ ବିନା ମୂଲ୍ୟରେ, କୌଣସି ଚାର୍ଜ ନେବେନି ବା ଫିସ୍ ପଡ଼ିବନି। ପ୍ରଥମ ଡକ୍ଟର ହେଉଛନ୍ତି ପାଣି। ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ଦିନକୁ 5 ଲିଟର, କୌଣସି ରୋଗ ହେବନି। ଦ୍ୱିତୀୟ ଡକ୍ଟର ହେଉଛନ୍ତି ବ୍ୟାୟାମ। ଆପଣ ଶାରୀରିକ କାମ ହେଉ ବା ଏକ୍ସରସାଇଜ ହେଉ, ବ୍ୟାୟାମ କରନ୍ତୁ ପ୍ରତ୍ୟେକ ଦିନ, ନିଜେ ସୁସ୍ଥ ରହିବେ। ତୃତୀୟ ଡକ୍ଟର ହେଉଛନ୍ତି ସୁସ୍ଥ ନିର୍ମଳ ଖାଦ୍ୟ, ଯାହାକି ଶରୀରକୁ ସୁସ୍ଥ ରଖିବ। ଯାହା ମନ ତାହା ଖାଇବେ ନାହିଁ, ଯେତିକି ଖାଇବେ ସୁସ୍ଥ ଭାବରେ ଖାଇବେ, ଅଧିକ ବି ଖାଇବେନି। ଖାଦ୍ୟ ଖାଇବେ ଯାହାକି ଶରୀରକୁ ସୁସ୍ଥ ରଖୁଥିବ। ଖାଦ୍ୟ ମଧ୍ୟ ଆପଣଙ୍କର ଗୋଟେ ଡକ୍ଟର। ଚତୁର୍ଥ ଡକ୍ଟର ହେଉଛନ୍ତି ମୁକ୍ତ ଅମ୍ଳଜାନ, ଯାହାକି ଗଛ ବା ଗଛ ଯେଉଁଠି ଅଛି ଜଙ୍ଗଲ ଜାଗାରେ ମିଳିବ। ତେଣୁ ପ୍ରତ୍ୟେକ ଦିନ ଚେଷ୍ଟା କରନ୍ତୁ ଆପଣଙ୍କ ପାଖାପାଖି ନଦୀ କୂଳ ହେଉ ବା ଜଙ୍ଗଲ ଜାଗା ହେଉ, ସେଇଠି ଯାଇକି ଏକୁଟିଆ ବସିବେ। ପଞ୍ଚମ ଡକ୍ଟର ହେଉଛନ୍ତି ଆପଣ ନିଜେ। ନିଜକୁ ସବୁବେଳେ ଖୁସି ରଖ, ଶାନ୍ତି ରଖ, ବ୍ୟସ୍ତ ହୁଅନି, ନିଜର ସମ୍ମାନ କମିଲା ପରିକା କୌଣସି କାମ କରନି। 6 ନମ୍ବର ଡକ୍ଟର ହେଉଛନ୍ତି ନିଜକୁ ଯେକୌଣସି କାମରେ, ପଇସା ରୋଜଗାର ଯାହା ହେଉନା କାହିଁକି, ବ୍ୟସ୍ତ ରଖ। କାହିଁକି ନା ଇଂଲିଶରେ ଗୋଟେ ପ୍ରୋଭର୍ବ ଅଛି, ରୋଲିଂ ଷ୍ଟୋନ୍ ଗ୍ୟାଦର୍ଡ ନୋ ମସ୍। ଆପଣ ନିଜକୁ ଯେତେ ବ୍ୟସ୍ତ ରଖିବେ, ବାହ୍ୟ କୁଚକ୍ରାନ୍ତ ଆପଣଙ୍କୁ ଆକ୍ରମଣ ବା ଆପଣଙ୍କ ମୁଣ୍ଡ ଭିତରକୁ ପଶିବନି। ତେଣୁ ପଇସା ଜୀବନରେ ବଡ଼ କିଛି ନୁହଁ। ଆପଣ ନିଜକୁ କେତେ ବ୍ୟସ୍ତ ରଖିପାରୁଛନ୍ତି, କେଉଁ କାମରେ ହେଲେ ବି ସମାଜ ସେବା କାମ କରନ୍ତୁ, ଖରାପ କାମରେ ନୁହଁ। କିଛି କିଛି ସମୟ ଗେମ୍ ବି ଖେଳନ୍ତୁ। ତେଣୁ ନିଜକୁ ବ୍ୟସ୍ତ ରଖନ୍ତୁ। ନିଜକୁ ଆପଣ ଯେତେ ବ୍ୟସ୍ତ ରଖିବେ, ସିଏ ମଧ୍ୟ ଆପଣଙ୍କର ଗୋଟେ ଡକ୍ଟର ପରି କାମ କରିବେ। 7 ନମ୍ବର ଡକ୍ଟର ହେଉଛନ୍ତି ପ୍ରତ୍ୟେକ ଦିନ ଶୋଇଲା ବେଳେ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ। ଭଗବାନ ଯାହାକୁ କୁହାଯାଏ ଭଗବାନ, ପ୍ରଭୁକୁ ପ୍ରାର୍ଥନା କରନ୍ତୁ, ପ୍ରଭୁ ଦିନ ଯାକରେ ଅଜାଣତରେ ମୋ ଦ୍ୱାରା ଯଦି କିଛି ଭୁଲ ହୋଇଥାଏ କ୍ଷମା କରିବେ। ଆଉ ଶାନ୍ତିରେ ବିଶ୍ରାମ କରନ୍ତୁ। ବିଶ୍ରାମ କମ୍ପ୍ଲିଟ୍। ବିଶ୍ରାମ ମଧ୍ୟ ଗୋଟେ ଡକ୍ଟର। ଶେଷ ଡକ୍ଟର ହେଉଛନ୍ତି ମିଳିବା ଟିକେ କଷ୍ଟ ହୋଇପାରେ, ମାତ୍ର ମିଳିବେ। ଜଣେ ବିଶ୍ୱସ୍ତ ସାଙ୍ଗ, ଯାହାକୁ ଆପଣ ମନ ଖୋଲି ବିନା ଦ୍ୱିଧାରେ କୌଣସି ସଂକୋଚ ନ କରି ପ୍ରତ୍ୟେକ କଥା ଖୋଲିକି କହିପାରିବେ। ଯଦି ଏମିତି ଜଣେ ସାଙ୍ଗ ଆପଣଙ୍କ ଜୀବନରେ ମିଳିଗଲେ, ତାହେଲେ ଏଇ ଅନ୍ତିମ ଡକ୍ଟର ବା ଶେଷ ଡକ୍ଟର ପ୍ରତ୍ୟେକ କାର୍ଯ୍ୟ କରିପାରିବେ। ମିଳିବା ତ କଷ୍ଟ ହେବ ନିଶ୍ଚିତ, ମାତ୍ର ଖୋଜନ୍ତୁ, ନିଶ୍ଚୟ ମିଳିବେ। ବୟସର ତାରତମ୍ୟ ନଥାଏ, ପୁଅ ଝିଅ ଏସବୁ ବି ନଥାଏ। ସେ ଝିଅ ପିଲା ବି ହେଇପାରେ। ଆପଣ ଜଣେ ଝିଅକୁ ପସନ୍ଦ କରୁଛନ୍ତି, ତାକୁ ମଧ୍ୟ ଆପଣ ସବୁ ମନ କଥା ଖୋଲିକି କହୁଛନ୍ତି, ଦ୍ୟାଟ୍ ଟୁ ସେ ଆପଣଙ୍କୁ ପ୍ରତି ଉତ୍ତର ବା କମେଣ୍ଟ ଯେଉଁଟା କୁହାଯାଏ ଯେମିତି ନ କରିବ। ତେଣୁ ଏମିତି ଜଣେ ସାଙ୍ଗ ସାଥୀ ଖୋଜନ୍ତୁ, ଆଉ ଆପଣଙ୍କ ଜୀବନକୁ ବା ଶରୀରକୁ ସୁସ୍ଥ ରଖନ୍ତୁ।